Jungle. Audio Jungle. ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ ପୁଣି ଥରେ ସନାତନ ଧର୍ମକୁ ଶେଷ କରିବା କଥା କହିଛନ୍ତି। ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନ ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳ ନେତା ରୂପରେ ନିଜର ପ୍ରଥମ ଭାଷଣ ଦେଇଛନ୍ତି। ନିଜର ଏହି ଗୁରୁତ୍ୱପୂର୍ଣ୍ଣ ଭାଷଣରେ ସେ ପୁଣି ଥରେ ସନାତନ ଧର୍ମକୁ ଶେଷ କରିବା କଥା ଦୋହରାଇଛନ୍ତି ଓ ରାଜ୍ୟର ପାରମ୍ପରିକ ଗୀତ ତାମିଲ ଥାଇ ଭଜଥୁର ଅସମ୍ମାନକୁ ନେଇ ନୂଆ ସରକାରଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ତାଙ୍କ ଭାଷଣ ସମୟରେ ସେ କହିଥିଲେ, ଲୋକଙ୍କୁ ବିଭାଜିତ କରିଥିବା ସନାତନକୁ ଧ୍ୱଂସ କରାଯିବା ଉଚିତ। ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଏହି ବକ୍ତବ୍ୟ ଦେବା ସମୟରେ ବିଧାନସଭା ଭିତରେ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ବି ସେ ସନାତନ ଧର୍ମକୁ ନେଇ ଠିକ୍ ଏଭଳି ବିବାଦୀୟ ଟିପ୍ପଣୀ ଦେଇଥିଲେ। ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନଙ୍କ ଏହି ବିବାଦୀୟ ବୟାନ ପୁରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା। ସେପ୍ଟେମ୍ବର 2023ରେ ଉଦୟନିଧି ଷ୍ଟାଲିନ ମଞ୍ଚରୁ କହିଥିଲେ, ସନାତନ ଧର୍ମର କେବଳ ବିରୋଧ କରିବା ଉଚିତ ନୁହେଁ, ବରଂ ଏହାକୁ ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ଭଳି ମୂଳରୁ ଶେଷ କରିଦେବା ଦରକାର। ଏହି ବୟାନ ପରେ ପୁରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଜଣେ ଦାୟିତ୍ୱବାନ ନେତା ଭଳି କ୍ଷମା ମାଗିବା ବଦଳରେ ଉଦୟନିଧି ଓ ତାଙ୍କ ବାପା ଏମ୍.କେ. ଷ୍ଟାଲିନ ନିଜର କଥା ଉପରେ ଅଡ଼ି ରହିଥିଲେ। ସେ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଓ ଦ୍ରାବିଡ଼ ବିଚାରଧାରାର ନାଁ ଦେଇ ଏହାକୁ ଠିକ୍ ବୋଲି କହିବାକୁ ଚେଷ୍ଟା କରିଥିଲେ। ପରେ ହିନ୍ଦୁ ସମର୍ଥକ ସଂଗଠନ ଦ୍ୱାରା ତାଙ୍କ ବିରୋଧରେ କଡ଼ା ସମାଲୋଚନା ସହିତ ବହୁ ଆଇନଗତ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଏହି ମାମଲାରେ ଯେତେବେଳେ ଉଦୟନିଧି ସୁପ୍ରିମକୋର୍ଟ ଓ ମାଡ୍ରାସ ହାଇକୋର୍ଟ ପହଞ୍ଚିଥିଲେ, ନ୍ୟାୟପାଳିକା ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ କଡ଼ା ଭାବରେ କହିଥିଲେ, ଆପଣ କୌଣସି ସାଧାରଣ ଲୋକ ନୁହେଁ, ଆପଣ ଜଣେ ମନ୍ତ୍ରୀ। ଆପଣଙ୍କୁ ଜଣା ପଡ଼ିବା ଦରକାର ଯେ ଆପଣଙ୍କ ବୟାନ ସମାଜ ଉପରେ କ'ଣ ପ୍ରଭାବ ପକାଇବ। ତେବେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଅଭିଯୋଗ ଆଣିଥିଲେ, ସନାତନ ଧର୍ମ ଉପରେ ସେ ଦେଇଥିବା ମନ୍ତବ୍ୟକୁ ଅତିରଞ୍ଜିତ କରି କୁହାଯାଇଥିଲା।